Namaste ପିଲାମାନେ, this is your ପବିତ୍ର ସାର୍. ୱେଲକମ୍ ଟୁ ଆୱାର ଚ୍ୟାନେଲ୍ ପବିତ୍ର ସାର୍ ଏନସିସି. ତ ପିଲାମାନେ ତୁମମାନଙ୍କର ଯେଉଁମାନେ ଏନଏମଏସ୍ ଏକ୍ଜାମ୍ ଦେଇଛ ତ ବହୁତ ସାରା କ୍ୱେରିଜ୍ ତୁମମାନଙ୍କର ଅଛି ଯେ ସାର୍ ଆମ ଡିଷ୍ଟ୍ରିକ୍ଟର କେତେ କଟ୍ ଅଫ୍ ଯିବ, ସାର୍ ଆମ ଡିଷ୍ଟ୍ରିକ୍ଟର କେତେଟା ସିଟ୍ ଅଛି ଆମର ଜେନେରାଲ ଏସସି ଏସଟି ପାଇଁ। ତ ସେ ସବୁ ଗୁଡ଼ାକ କ୍ୱେରିଜ୍ର ଆନ୍ସର୍ এই ଭିଡ଼ିଓରେ ତୁମେମାନେ ପାଇପାରିବ। ଯିଏ ଯେଉଁ ଡିଷ୍ଟ୍ରିକ୍ଟରୁ ବି ହେଇଥାନ୍ତୁ ନା କାହିଁକି, ତୁମ ଡିଷ୍ଟ୍ରିକ୍ଟରେ କେତୋଟି ସିଟ୍ ଅଛି ଏବଂ ତୁମର କଟ୍ ଅଫ୍ କେତେ ଯାଇପାରେ ସେଟା ମୁଁ ପ୍ରିଭିୟସ୍ ଭିଡ଼ିଓରେ କଟ୍ ଅଫ୍ ଆନାଲିସିସ୍ କରିସାରିଛି। ଆଜି ଏଥିରେ ଆମେ ଦେଖିବା ତୁମ ଡିଷ୍ଟ୍ରିକ୍ଟର କେତେ ସିଟ୍ ଅଛି ଜେନେରାଲ ଏସସି ଏବଂ ଏସଟି ପିଲାମାନଙ୍କ ପାଇଁ ଏବଂ ପ୍ରିଭିୟସ୍ ଇୟର୍ କେତେ କଟ୍ ଅଫ୍ ଯାଇଥିଲା ଏବଂ ସେଇ ବେସିସ୍ରେ ତୁମମାନଙ୍କର କେତେ କଟ୍ ଅଫ୍ ଯାଇପାରେ। ଏବଂ ତା ସହିତ ପିଲା ବି କିଛି କ୍ୱେଶ୍ଚନ୍ କରୁଛନ୍ତି ଯେ ସାର୍ କେବେ ରେଜଲ୍ଟ ଆସିପାରେ, ସେ ସବୁ ଗୁଡ଼ାକ ଭିଡ଼ିଓରେ ମୁଁ କହିବି। ଭିଡ଼ିଓକୁ ସମ୍ପୂର୍ଣ୍ଣ ଭାବେ ଦେଖନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। ତ ଆଶା କରୁଛି ସମସ୍ତଙ୍କୁ ଆମ ଏନସିସି ବା ପବିତ୍ର ସାର୍ ଏନସିସି ଚ୍ୟାନେଲ ତରଫରୁ ଭିଡ଼ିଓ ଇନଫର୍ମେଟିଭ୍ ଲାଗୁଥିବ ଏବଂ ସମସ୍ତେ ଭିଡ଼ିଓ ନିଜ ସାଙ୍ଗମାନଙ୍କ ସହିତ ନିଜ ସ୍କୁଲ ଗ୍ରୁପରେ ଏବଂ ଯେଉଁମାନେ ବି ଏନଏମଏସ୍ ଏକ୍ଜାମ୍ ଦେଇଛନ୍ତି ସେମାନଙ୍କୁ ସେୟାର କରିବେ। ଏବଂ ତା ସହିତ ତୁମମାନଙ୍କର ଆନୁଆଲ୍ ଏକ୍ଜାମ୍ ଯେଉଁ 9 ତାରିଖରୁ ଷ୍ଟାର୍ଟ ହେଉଛି ମୁଁ ତା'ର ଭିଡ଼ିଓ କରିସାରିଛି ଏବଂ କ'ଣ ଟାଇମ୍ କେଉଁ ଟାଇମ୍ରେ କ'ଣ ଏକ୍ଜାମ୍ ରହିବ ସେଗୁଡ଼ାକ ମଧ୍ୟ ଡିସ୍କସନ୍ କରିସାରିଛି। ଏବଂ ଯଦି ଆନୁଆଲ୍ ଏକ୍ଜାମ୍ ପାଇଁ ତୁମେମାନେ ଚାହୁଁଛ ଯେ ସାର୍ ଆମର ଆନୁଆଲ୍ ଏକ୍ଜାମ୍ ପାଇଁ ଆପଣ क्वेश्चन प्रैक्टिस करांतु बा आनुअल एग्जाम ପାଇଁ क्वेश्चन नहीं आसंतु ताहा ମଧ୍ୟ ମୁଁ ଆଣିବି। तो ये देख प्रथम जदि आमर कहवा आमर अनुगुल डिस्ट्रिक्ट रु जो माने अनुगुल डिस्ट्रिक्ट रो अछंती अनुगुल डिस्ट्रिक्ट रु जनरल कैटेगरी केतटा सीट अच्छी। ओके, तो केतटा सीट अच्छी मु सेटा देखौची। जनरल कैटेगरी रे अनुगुल डिस्ट्रिक्ट रु आमर 68। ओके, अनुगुल डिस्ट्रिक्ट रे जनरल कैटेगरी रे 68टा सीट अच्छी एवं से भले जदि एससी कथा देखि परिबो 69 रु तुमर एससी केते जाय रहूची ना 69 रु तुमर रहिला 84 जाय एससी। ओके, देन से रंक 85 रु तुमर एसटी सीट रहूची अनुगुल डिस्ट्रिक्ट रे। ओके, अनुगुल डिस्ट्रिक्ट रे तो 85 रु तुमर केते जाय रहूची ना 85 रु तुमर रहूची 107 जाय। ओके, अनुगुल परे ये देखो बालेश्वर बालेश्वर जनरल सीट केते अच्छे देखिनियो ना 108 रु तुमर जनरल स्टार्ट होची। जनरल तुमर 108 रु स्टार्ट हुई केते जाय अच्छे देखिनियो ना जनरल तुम मानकर बालेश्वर रे सीट अधिक अच्छी 108 रु देखो 243। ओके, 108 रु 243 तामान हिसाब करि परिबो तुमर केते सीट अच्छी माने तुमर 136 पाखापाखि सीट अच्छी। बालेश्वर डिस्ट्रिक्ट रे जनरल पिलांको पई 136 पाखापाखि सीट अच्छी एवं तुमर तापरे देखिनि एससी 244 रु आरंभ होउची जोडा कि 33 कि 34 एमती एससी सीट अच्छी एवं एसटी पई जोडा कि तुमर रहिबो 40। ओके, एटा थिला हमर बालेश्वर रे। ओके, जो माने बालेश्वर को बिलोंग करचंती तो से माने जानि परिबे। देन बरगढ़ कथा यदि कहबा बरगढ़ पिला भी कमेंट करिसंती मु देखिछि। बरगढ़ कथा यदि कहबा देखिनियो बरगढ़ तुमर जनरल सीट केउट स्टार्ट होउची ना 323 रु 323 रु तुमको स्टार्ट होउची। एटा बरगढ़ रे 323 रु स्टार्ट हे कि 400 ता माने आमे कहि परिबा 67 नुहे तुमर 423 रु स्टार्ट हेतिला तो 77 एमती सीट रहउची। हिसाब करनब तमे माने एससी सीट से रंग देखिनियो ये गुड़ाक अच्छी से भले बरगढ़ परे आमर तो तुम्हें माने भद्रक रे देख भद्रक पिला भी किसी कमेंट करथिले। भद्रक देख भद्रक तुमर स्टार्ट होउची कोठू ना 459 रु भद्रक स्टार्ट होउची जनरल सीट 459 नंबर रु तुमर शेष होउची केते 548 रे। ओके,
85 କି 87 ଏମିତି କ'ଣ ସିଟ୍ ରହୁଛି। ଯଦି ଯେଉଁମାନେ ବି ଚାହୁଁଛ ଏଇ ପିଡିଏଫ୍ଟି ମୁଁ ସେୟାର କରିଦେବି ଆମର ଟେଲିଗ୍ରାମ ଚ୍ୟାନେଲରେ। ଟେଲିଗ୍ରାମ ଚ୍ୟାନେଲ ଲିଙ୍କ୍ ମୁଁ ତଳେ ଦେଇଦେବି ଡେସ୍କ୍ରିପସନରେ, ଯାହାକି ପବିତ୍ର ସାର୍ ଏନସିସି ଟେଲିଗ୍ରାମ ଚ୍ୟାନେଲରେ ବହୁତ ସାରା ପିଲା ଅଛନ୍ତି। ଓଡ଼ିଶାର ପାଖାପାଖି 3000ରୁ ଅଧିକ ପିଲା ଅଛନ୍ତି ଯେଉଁମାନେ କି ଆମ ସହିତ NMS ପ୍ରିପାରେସନ୍ କରୁଥିଲେ ଏବଂ ଏବେ ଯେଉଁ ଆମର ଆନୁଆଲ୍ ଏକ୍ଜାମ୍ ଚାଲିବ ସେ ପାଇଁ ବି ମଧ୍ୟ ପ୍ରିପାରେସନ୍ କରିବେ। ଯଦି ତୁମେମାନେ ଯୋଡ଼ି ହେବାକୁ ଚାହୁଁଛ ନିହାତି ଭାବରେ ସେ ଲିଙ୍କରେ କ୍ଲିକ୍ କରି ତୁମେମାନେ ଜଏନ୍ କରିଯିବ ଟେଲିଗ୍ରାମ ଚ୍ୟାନେଲରେ। ଓକେ, ତ ଇଏ ଥିଲା ଆମର ଭଦ୍ରକ କଥା। ସେମିତି ସବୁ ଡିଷ୍ଟ୍ରିକ୍ଟରେ ଅଛି। ତ ସମସ୍ତେ ଭାବୁଥିବେ ଯେ କେତେ ପିଲା, ଏଇଠି ଦେଖିନିଅ ପୁରା ଲାଷ୍ଟ ଯାଏଁ ମୁଁ ନେଇଯାଉଛି PDFର 3314 ଜଣଙ୍କୁ, ତାମାନେ 3314 ଜଣ ପିଲାଙ୍କୁ NMS ପାଇବେ। ତ କେତେ ଟଙ୍କା ପାଇବେ ଏଇଟା ତୁମେ ଜାଣିଛ, କିଛି ନୂଆ କଥା ନୁହେଁ। ମାସକୁ 1000 ଲେଖେ ପୁରା 4 ବର୍ଷ ପାଇବ 48,000ର। ଓକେ, 48,000 ଟଙ୍କା ତୁମେମାନେ ପାଉଛ। ଓକେ, ଯଦି ମୋତେ କହିବ ଯେ ସାର୍ ଆମର କଟ୍ ଅଫ୍ କେତେ, ଏଇଠି ଦେଖିନିଅ ମୁଁ ଗୋଟେ ଦେଉଛି। ଯେମିତି ସୁନ୍ଦରଗଡ଼ କଥା ଦେଖ, ସୁନ୍ଦରଗଡ଼ରେ ତୁମର ଦେଖିପାରିବ STରେ କଟ୍ ଅଫ୍ କେତେ ଯାଇଛି, 59, ଜଷ୍ଟ 59 ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ପାଇଁ STରେ ଜଷ୍ଟ 59 କଟ୍ ଅଫ୍। ଓକେ, ଆମେ ସେଟାକୁ ଟିକେ ସ୍କ୍ରଲ୍ କରିକି ଉପରକୁ ନେଇଗଲେ ତୁମେମାନେ SCରେ ବି ଜାଣିପାରିବ ସୁନ୍ଦରଗଡ଼ରେ SC କଟ୍ ଅଫ୍ କେତେ ଯାଇଛି। ମୁଁ ଦେଖାଉଛି ସୁନ୍ଦରଗଡ଼ରେ SC କଟ୍ ଅଫ୍। ଦେଖ ସୁନ୍ଦରଗଡ଼ରେ SC କଟ୍ ଅଫ୍ ପ୍ରିଭିୟସ୍ ଥର କେତେ ଯାଇଥିଲା ନା, ଏଇଠି ଦେଖିବ 65 SC କଟ୍ ଅଫ୍ ପ୍ରିଭିୟସ୍ ଥର ଯାଇଥିଲା 65। ଦେନ୍ ଆମେ ଯଦି ଜେନେରାଲ କଥା ଯିବା, ଜେନେରାଲରେ ଦେଖିନିଅ ସୁନ୍ଦରଗଡ଼ରେ କେତେ ଯାଇଥିଲା, ସୁନ୍ଦରଗଡ଼ରେ ଯାଇଥିଲା 87। ଓକେ, 87 ଯାଇଥିଲା। ଦେନ୍ ସୁନ୍ଦରଗଡ଼, ଓକେ, ସୁନ୍ଦରଗଡ଼ ପରେ ଆମେ ଦେଖିନେବା ସୁନ୍ଦରଗଡ଼ ପରେ ସୋନପୁର। ଓକେ, ସୋନପୁରରେ ଦେଖିନିଅ ତୁମର ST କଟ୍ ଅଫ୍ ଯାଇଥିଲା 84 ଏବଂ ଯଦି SC କଥା କହିବା SC 111, ଜେନେରାଲ 120। ସୋନପୁରରେ ଅଧିକ କଟ୍ ଅଫ୍ ଯାଇଛି, ଜେନେରାଲ 120। ଦେନ୍ ସମ୍ବଲପୁରରେ ଦେଖିନିଅ ତୁମର STରେ 69। ଦେନ୍ SC କଥା ଯଦି କହିବ SCରେ 91 ସମ୍ବଲପୁରରେ, ଜେନେରାଲରେ 102। ଓକେ, ସମ୍ବଲପୁରରେ ଜେନେରାଲ କଟ୍ ଅଫ୍ ଯାଇଥିଲା 102। ଦେନ୍ ଆମର ସମ୍ବଲପୁର ପରେ ରାୟଗଡ଼ାରେ ଦେଖ 74 ତୁମର ST କଟ୍ ଅଫ୍ ଯାଇଛି ରାୟଗଡ଼ାରେ। ସେଇଭଳି ଯଦି SC କଥା କହିବା, SCରେ ସେଇଭଳି 86, ଜେନେରାଲରେ ବି 86। ତ ଯେଉଁଠି ଜେନେରାଲ ପୋଷ୍ଟ ଅଧିକ ରହୁଛି ଯେଉଁ ଡିଷ୍ଟ୍ରିକ୍ଟରେ, ତ ସେଠି ଜେନେରାଲର କଟ୍ ଅଫ୍ ମଧ୍ୟ କମ୍ ଯାଉଛି। ଓକେ, ତ ସବୁଠୁ କମ୍ କଟ୍ ଅଫ୍ ମୁଁ ଦେଖାଉଛି କେଉଁଠି ଯାଇଥିଲା, ସବୁଠୁ କମ୍ କଟ୍ ଅଫ୍, ସବୁଠାରୁ କମ୍ କଟ୍ ଅଫ୍ ଦେଖାଉଛି। ଏ ଦେଖିନିଅ ମୟୂରଭଞ୍ଜରେ ଜେନେରାଲ କଟ୍ ଅଫ୍ ଦେଖ 74 ଯାଇଛି, ଓନ୍ଲି 74, କେବଳ 74। ଯେତେବେଳେ କି ପିଲା ମ୍ୟାଥରେ ତୁମର 74, କେବଳ ମ୍ୟାଥରେ 90ରୁ 74 ରଖିଦେଉଛନ୍ତି, ସେତେବେଳେ ଅଲ୍ ଟୋଟାଲ୍ 74 କଟ୍ ଅଫ୍ ଯାଇଛି। ପୁଣି ଜେନେରାଲରେ ମୟୂରଭଞ୍ଜରେ, ତାମାନେ କେଉଁ ଡିଷ୍ଟ୍ରିକ୍ଟରେ କ'ଣ କଟ୍ ଅଫ୍ ଯିବ ତାକୁ ପ୍ରେଡ଼ିକ୍ଟ କରିବା ଇଜି ନୁହେଁ, କିନ୍ତୁ ତଥାପି ମୁଁ କହିଦେଉଛି ବା ମୋର କଟ୍ ଅଫ୍ ଭିଡ଼ିଓ ଦେଖିବେ, ଯେତେବେଳେ ରେଜଲ୍ଟ ବାହାରିବ ସେତେବେଳେ ଜାଣିପାରିବେ। ଯେମିତିକି ଏଠି STରେ 84 ଯାଇଛି, ସେରକ ଜେନେରାଲ ଏଠି 81 ଯାଇଛି ମାଲକାନଗିରିରେ, ଆଉ କୋରାପୁଟରେ ବି ସେଇଭଳି ଯାଇଛି। ତ କିଏ କେଉଁ ଡିଷ୍ଟ୍ରିକ୍ଟରୁ ମୋତେ କହିପାରିବ, ମୁଁ ତୁମର କଟ୍ ଅଫ୍ କମେଣ୍ଟରେ ଜଣାଇଦେବି। ମୋତେ କମେଣ୍ଟରୁ କିଏ କେଉଁ ଡିଷ୍ଟ୍ରିକ୍ଟରୁ ଦେଖୁଛ ମୋ ଭିଡ଼ିଓ, ନିହାତି ଭାବରେ କମେଣ୍ଟ କରନ୍ତୁ ଯେ ଆମ ଡିଷ୍ଟ୍ରିକ୍ଟରେ କେତେ ସାର୍ ଯାଇଥିଲା କଟ୍ ଅଫ୍। ମୁଁ ନିହାତି ଭାବରେ କମେଣ୍ଟରେ ରିପ୍ଲାଏ ଦେବି ଏବଂ କମେଣ୍ଟ ରିପ୍ଲାଏ ମଧ୍ୟ ମୁଁ ଦିଏ। କେଉଁଝର ସେଇଭଳି, କେଉଁଝରରେ ଦେଖିନ ଜେନେରାଲ ତୁମର ଯାଇଥିଲା 76 ଗୋଟେ ଅଛି ଲୋअରରେ, ମେଲ୍ରେ 76 ଯାଇଥିଲା, ଫିମେଲ୍ରେ 84 ଯାଇଥିଲା। ତ ଭେରି କରେ, ଏଗୁଡ଼ାକ ଭେରି କରେ ପ୍ରତି ଡିଷ୍ଟ୍ରିକ୍ଟରୁ ଡିଷ୍ଟ୍ରିକ୍ଟ। ଓକେ, ହାଇ କଟ୍ ଅଫ୍ କେଉଁଠି ଯାଇଥିଲା ଦେଖିନିଅ, ହାଇ କଟ୍ ଅଫ୍ ସେଭଳି ସବୁ ଭିଡ଼ିଓରେ ବା ଯେକୌଣସି ଯାଜପୁର ପିଲା ବି କମେଣ୍ଟ କରିଥିଲେ। ଦେଖ ଯାଜପୁରରେ ତୁମର SCରେ 95 ଯାଇଛି ଏବଂ ଜେନେରାଲରେ 83 ଯାଇଛି। ଯାଜପୁରରେ ଜେନେରାଲରେ 83 ଯାଇଥିଲା ଏ ପୂର୍ବ ଥର। ଓକେ, ଯାଜପୁରରେ ତୁମର 83 ଯାଇଥିଲା। ଦେନ୍ ଜଗତସିଂହପୁର, ଗଞ୍ଜାମ ପିଲା ବି ମୋତେ କମେଣ୍ଟ କରିଥିଲେ। ଗଞ୍ଜାମରେ ଦେଖ STରେ 60 ଯାଇଛି, ଓନ୍ଲି 60, STରେ ଓନ୍ଲି 60 ଯାଇଛି। ଦେନ୍ SC କଥା ଯଦି କହିବା, SCରେ ଓନ୍ଲି 67, ଆଉ ଜେନେରାଲ କଥା ଯଦି କହିବା, ଜେନେରାଲରେ 90 ଯାଇଛି। ଓକେ, ଫିମେଲରେ 90 ଯାଇଛି।
देन देखिनियो मेल 108 जाइए फिमेल 90 जाइए देन देखिनियो गंजाम गंजाम परे तुम मानकर गजपति ढेंकानाल से भाई बहुत सारा अच्छी तो कमेंट रे मते जना को डिस्ट्रिक्ट तुम मैंने कहूच मु निहाती भाव में कमेंट रिप्लाई देबे और केते जाइतला कट ऑफ कहीदेवी ओके और जो मैंने टेलीग्राम चैनल जॉइन होगा चाहूँ जॉइन हो सांग मान सहित वीडियोटी शेयर कर दियो बहुत इनफॉर्मेटिव वीडियो अच्छी ओके तो रही जय जगन्नाथ धन्यवाद थैंक यू।